মাইনিং কাগজ দরকার মোর ଟୋଟାଲି ସବୁ ଦରକାର। ଟୋଟାଲି ମୋହନ ମାଝୀ କହିଛି ବାଲି ଠେଙ୍ଗା ଠେଙ୍ଗା ଆଉ ଗୋଟେ ଆଣି ହବ। ଗାଡି ପତ୍ର ଭାঙା ଠେଙ୍ଗା ମାଇନିଂ କାଗଜ ଦରକାର ମୋର ଟୋଟାଲି ସବୁ ଦରକାର। ଟୋଟାଲି ମୋହନ ମାଝୀ କହିଛି ବାଲି ଠେଙ୍ଗା ଠେଙ୍ଗା ଆଉ ଗୋଟେ ଆଣି ହବ। ଗାଡି ପତ୍ର ଭାঙା ଠେଙ୍ଗା ସେମାନେ ବେଖାତିରି କରୁଛନ୍ତି ପ୍ରଶାସନକୁ ଚ୍ୟାଲେଞ୍ଜ କରୁଛନ୍ତି। ଗୋରେଇ ହଉ ଯାଜପୁର ହଉ ଧର୍ମଶାଳା ହଉ ଇଲିଗାଲ ବାଲି ଉତ୍ତୋଳନ କରାଯାଉଛି। ସେଇ 140 ପାରାରେ ରହିଗଲା ନା ମାଇନ୍ସ ଅଫିସର ନା ଏସପି ନା ଆଇଆଇସି ତାକୁ କିଛି ଆକ୍ସନ ନେଲେ। ଲିନା ଘଡାଇ ବୋଲି ଜଣକ ବ୍ୟକ୍ତି ସେ ବହୁତ ଦିନ ହେଲା ଏ ଚୋରା ବାଲି ଚୋରାରେ ସମ୍ପୃକ୍ତ। ନମସ୍କାର, ମୁଁ ମୃତ୍ୟୁଞ୍ଜୟ ମିଶ୍ର, ବିଜେପି ଭାଇସ୍ ପ୍ରେସିଡେଣ୍ଟ। ସବୁବେଳେ ଚର୍ଚ୍ଚାରେ ରୁହନ୍ତି ବାଲିଘାଟକୁ ନେଇ, ଯାହା ନାଁ ପ୍ରାୟ ଅଞ୍ଚଳବାସୀ ବହୁତ ପରିଚିତ କରନ୍ତି ବା ପରିଚିତ ଅଛନ୍ତି। ସେ ଆଉ କେହି ନୁହଁ, ସିଏ ହେଉଛନ୍ତି ଆମ ପାଖରେ ଅଛନ୍ତି ସମାଜସେବୀ ଦେବେନ୍ଦ୍ର ଘଡ଼େଇ ଓରଫ ନୀନା ଘଡ଼େଇ, ଯିଏ ସଫଳ ଚାଷୀ ଭାବେ ପାଇଛନ୍ତି, ଆୱାର୍ଡ ପାଇଛନ୍ତି। ଜଣେ ମାଛ ବେପାରୀ ଯିଏ ମାଛ ଟ୍ରିପ୍ ମାଲ ଆଣି ଏଠି ବେପାର କରି ଅନେକ ଲୋକଙ୍କୁ ସାହାଯ୍ୟ କରନ୍ତି। ଆମେ ତାଙ୍କ ସହିତ କଥା ହେବା, ସିଏ କ'ଣ କହୁଛନ୍ତି, ପ୍ରକୃତରେ ସିଏ ତାଙ୍କର ଯେଉଁ ଅପପ୍ରଚାର କରାଯାଉଛି ତାଙ୍କ ବିରୁଦ୍ଧରେ, ଆମେ ସିଧାସଳଖ ତାଙ୍କ ସହିତ କଥା ହେବା, ସିଏ କ'ଣ କହୁଛନ୍ତି। ଆଜ୍ଞା, ଖବର ନ୍ୟୁଜକୁ କ'ଣ କହିବେ? ମୁଁ ଜଣେ ବହୁତ ଦିନର ସଫଳ ଚାଷୀ ଆଉ ଦକ୍ଷ ମାଛ ବେପାରୀ। ମାଛ ବେପାରୀ ବୋଲେ ମାଛ ଗୁଡ଼ିକ ମୁଁ ବହୁତ ବାହାରୁ କଲେକ୍ସନ୍ କରେ, ବାହାରକୁ ଆଉଟ୍ ଷ୍ଟେଟ୍ ଟୋଟାଲ ଓଡ଼ିଶା ସବୁ ସପ୍ଲାଇ ଦିଏ। ମୋର ଆଉ ଗୋଟେ ବେପାର ଅଛି କ'ଣ କି ଟ୍ରାଭେଲ୍ସ ବେପାର। ଗାଡ଼ି ଗୁଡ଼ିକ ବହୁତ ଗାଡ଼ି ଗୁଡ଼ିକ ମୁଁ ଖୋଲିଛି, ଛୋଟ ଗାଡ଼ି, ତାକୁ ବି ଟ୍ରାଭେଲ୍ସ ଏଜେନ୍ସିରେ ଗାଡ଼ି ଦିଏ, ଗଭର୍ଣ୍ଣମେଣ୍ଟ ଟେଣ୍ଡର ବି ଗାଡ଼ି ଦିଏ। ଏମିତିକି ନେଇକି ମୋର 15 ବର୍ଷ ତଳେ ଗୋଟେ ବାଲିଘାଟ ବି ଥିଲା ମୋର ନିଜ ନାଁରେ, ସାଁଳା ବାଲିଘାଟ। ସେ ସାଁଳା ବାଲିଘାଟ ଥିଲା, ବାଲି ବେପାର ବି ଥିଲା, ଆମର ଗାଡ଼ି ଗୁଡ଼ିକ ଅଛନ୍ତି ବି ବେପାରରେ ଲାଗେ। ଏମିତି ମୁଁ ବହୁତ ତଳ ସ୍ତରରୁ ଉପର ସ୍ତରକୁ ବହୁତ ଷ୍ଟ୍ରଗଲ୍ କରିକି ଯାଇଛି। ଗଲା ପରେ କିଛି କୁଚକ୍ରୀ ଲୋକ ମୋତେ କ'ଣ କରୁଛନ୍ତି ବର୍ତ୍ତମାନ ଆଉ ସହିପାରୁନାହାନ୍ତି ସେ ଜିନିଷଟାକୁ। ମୋ ବିଜନେସ୍ ଟେକ୍ନିକ୍, ମୋ ବିଜନେସ୍ ପଲିସି ମୋତେ ସହିପାରୁନାହାନ୍ତି। ସେମାନେ ଭାବୁଛନ୍ତି ବାଲିଟାରୁ କୋଟି କୋଟି ଟଙ୍କା ଇନକମ୍ କରିଛି ମୁଁ। ବାଲିର ଇନକମ୍ ମୋର କିଛି ନାହିଁ। ବାଲିର ଇନକମ୍ ଯାହା ଟ୍ରଷ୍ଟରେ ମୁଁ ଲଗାଉଛି, ସମାଜ ସେବାରେ ଲଗାଉଛି। ବାଲିର ଗୋଟେ କ'ଣ ପାର୍ଟ, ହେଟା ଗୋଟେ ପାର୍ଟ ମୋ ପାଇଁ। ସେ ପଇସାଟା ମୁଁ ଗୋଟେ ସିଙ୍ଗଲ ପର୍ସନ୍ ବି ୟୁଜ୍ କରେନି, ସେଟା ମୋର ସମାଜ ସେବାରେ ଲାଗେ। ସେ ପଇସାଟି ଯେଉଁଟା ଇନକମ୍ ହୁଏ, ଗୋଟେ ପାର୍ଟନର ମାନସ ନାୟକ ଗୋଟେ ପାର୍ଟନର ଡିଲ୍ କରିଛି ମକନ୍ଦପୁର 2 ଘାଟ। ସେ ଘାଟଟା ମୋର ମାନେ ଲିଗାଲି ଚାଲୁଛି ଆଉ ଲିଗାଲି ପେପରରେ ହିଁ ଚାଲୁଛି। ମୋ ପାଖରେ ଗୋଟେ ଘାଟ ଚୋରା ଘାଟ ଚଲାଉଥିଲା ମଣ୍ଟୁ ମିଶ୍ର ବୋଲି ଗୋଟେ ମୃତ୍ୟୁଞ୍ଜୟ ମିଶ୍ର ନାମକ ଜଣେ ପିଲା ଆସିକି ଚଲାଉଥିଲା ମୋ ପାଖରେ ଗୋଟେ ଚୋରା ଘାଟ। ସେ ଗାଁ ଲୋକ ତାଙ୍କୁ ଅଟକେଇଛନ୍ତି, ଅଟକେଇକି ସେ ଗାଡ଼ିକି ସବୁ ଆଇଏସ୍କି ଡାକିକି ସିଜ୍ କରିଛନ୍ତି। ଏବେ ଗୋପାଳପୁର ଗୋଟେ ବାଲିଘାଟ ସେ ଚଲାଉଛି, ଯେଉଁଟା କି ବର୍ତ୍ତମାନ କାଲି ଲ ଆଣ୍ଡ ଅର୍ଡର ପାଇଲେ କି ହଣାକଟା ପିଟାପିଟି ପରେ ସେ ଗାଁ ଭିତରେ ଲାଗି ତା ମୁଣ୍ଡ ପୁଣାପୁଟି ହେଇଛନ୍ତି। ସିଏ ଜଣେ ଆସିକି ବିଜେପିର ଦକ୍ଷ ଲୋକ ବୋଲି ପରିଚୟ ଦେଉଛି, କିନ୍ତୁ ବିଜେପିର ଦକ୍ଷ ଲୋକ ଯଦି ଥାଆନ୍ତା ସେ ତ ବେପାର କରିଥାନ୍ତା, ଟେଣ୍ଡର ନେଇଥାନ୍ତା, ସେ କାହିଁ ଚୋରା ବିକିଥାନ୍ତା ଆସିକି ଏଠି ତା ଚୋରା ବିକ୍ରିକୁ ବିରୋଧ କରିବାରୁ ଏଠି କୁଚରୀ ଲୋକଙ୍କୁ ଧରିକି ଗୋଟେ କିଛି ସେ ଗୋଟେ ମୋ ନାଁରେ ଅପପ୍ରଚାର ଚଲେଇଛି। ଆଜ୍ଞା, ଯେଉଁ ମଣ୍ଟୁ ମିଶ୍ର କ'ଣ କରନ୍ତି, ସିଏ କେତେଟା ଘାଟ ନେଇଛନ୍ତି ଯେଉଁଥିରେ କି ଚୋରା ଘାଟ ନେଇଛନ୍ତି? ଯେହେତୁ ପ୍ରଶାସନ ରହିଛି, ମୋର କେନ୍ଦ୍ରରେ ଅଫିସର ଅଛନ୍ତି, ମୋ କେନ୍ଦ୍ରରୁ କଲେକ୍ଟରକୁ ଜବତ କରିମି, ମୁଁ ଏସ୍ପିଙ୍କୁ ଜବତ କରିମି, ସମସ୍ତଙ୍କୁ ଜବତ କରିକି ଏଠି ଚୋରା ଯେତିକ ଘାଟ ବାଲି ଉଠେଇମି। କିନ୍ତୁ ସେ ସୁଯୋଗ ପାଉନି, ଲୋକାଲିଟି ଲୋକ ତାଙ୍କୁ ସେ ସୁଯୋଗ ଦେଉନାହାନ୍ତି, ଚୋରାକୁ ଏଠି ପ୍ରଶ୍ରୟ ଦେଉନାହାନ୍ତି। ସିଏ ଏଠି ନିଜେ ବେପାର କରିବ ବୋଲି ସେ କାଉ ଖାଇବ ପଣସ ବଗମୁଣ୍ଡର ଅଠା, ସେଇ ଟାଇପ୍ର ଜିନିଷ ସେ କରୁଛି। ନିଜେ ଚୋରି କରୁଛି, ଆଉ ଜଣଙ୍କୁ ଅପପ୍ରଚାର କରିକି ଆଉ ଜଣଙ୍କୁ ତା ଦେହରେ ପକାଉଛି। ଆଜ୍ଞା, ମଝିରେ ଯେଉଁ କୋରେଇ ଥାନା ପାଖରେ ଦେଖିଥିଲୁ ଯେ ଜଣେ ସରପଞ୍ଚ, ଯେ ପୂର୍ବତନ ସରପଞ୍ଚ, ସେ ବାଲି ଗାଡ଼ି ଅଟକେଇକି ଗାଡ଼ି ବାଡ଼େଇକି ଭାଙ୍ଗିବା ଅନେକ କାର୍ଯ୍ୟ ଯେଉଁ କରାଯାଇଥିଲା, କ'ଣ କହିବେ? ସେ ବୈତରଣୀ ରାସ୍ତା କାମ ହେଉଥିଲା, ଆମକୁ କଲେକ୍ଟର ଡିରେକ୍ସନ୍ ଦେଇଥିଲେ ତୁମେ ସେପଟେ ଗାଡ଼ି ନେବ ବୋଲି, ଆମେ ସେ ରୁଟ୍ରେ ଗାଡ଼ି ନେଉଥିଲୁ। ଅସୁବିଧା, ସେ ଗାଡ଼ିର କ'ଣ ଅସୁବିଧା ଅଛି ଭଗବାନ, ମୁଁ ବି ଜାଣିନି ସେ ଜିନିଷ କ'ଣ ହେଇଛି। ସେ ମୋ ନାଁ ନେଇ ସେ ଗାଡ଼ି ବି କାହାର ମୁଁ ଜାଣିନି। ଯଦି ସେ ଗାଡ଼ି ସେ ଧରିଥିଲା, ସେ ଡିଡେମ୍ କାହିଁକି କଲା, ସେ କାହିଁକି ମୋ ନାଁରେ ରୁଜୁ ନ କଲା ଏଫଆଇଆର? ମୁଁ ଯଦି ସେ ଗାଡ଼ିର ମାଲିକ ନେଉଥିଲି ବାଲି, ସେ ଗାଡ଼ି କାହିଁକି ଡିଡେମ୍ ଗେଣ୍ଡ ପକାଇନି, ଆଇଏସି ଗେଣ୍ଡ ପକାଇନି?
ତା ଭିତର କାରଣ ମୁଁ କିଛି ରହସ୍ୟ ବି ବୁଝିପାରୁନି। ଏଟା ମୋତେ ବଦନାମ କରିବା ପାଇଁ ଗୋଟେ ସ୍ୱତନ୍ତ୍ର ପୋଲିସ ଥିଲା କି କ'ଣ ଥିଲା ମୁଁ ବି ସେ କଥା ବୁଝିପାରୁନି। ଆଜ୍ଞା ସିଏ ଯୋଉ ଏଇ ଯେତେବେଳେ ଗାଡ଼ି ଅଟକେଇଲେ କହିଲେ ସେ ନୀନା ଘଡ଼େଇ ଘାଟରୁ ଆସିଛି ନୀନା ଘଡ଼େଇକି ଡାକନ୍ତୁ ସେ ଗୋଟେ ମାନେ କ'ଣ ତମ ଗାଡ଼ି ଥିଲା ନା ନା ଆପଣଙ୍କୁ ବଦନାମ କରିବା ପାଇଁ ଗୋଟେ ଷଡ଼ଯନ୍ତ୍ର ଥିଲା? ସେ ଲାଇନ୍ର ଯେତେ ଅନୁଷ୍ଠାନ ଚାନ୍ଦା ସମସ୍ତେ ନିଅନ୍ତି ଆମ ଗାଡ଼ି ଗଲାବେଳେ ସେ ଲୋକର କ'ଣ ଭିତ୍ତିଭୂମି ଥିଲା କ'ଣ ଆକ୍ରୋଶ ଥିଲା କି ଚକ୍ରବ୍ୟୂହ ଥିଲା ତାହା ବି ମୁଁ ଜାଣିନି ଏପର୍ଯ୍ୟନ୍ତ। ସେ ଗାଡ଼ି ବି ମୋର ନଥିଲା, ଗାଡ଼ି ବି ଆମର ଏଠି ଆସିନଥିଲା। ଆମର ଗାଡ଼ି ବର୍ତ୍ତମାନ ବନ୍ଦ ଥିଲା ସେ ରାସ୍ତା ଆମେ ବି ଗାଡ଼ି ବନ୍ଦ କରିଦେଇଛୁ, ଘାଟ ବନ୍ଦ କରିଦେଇଛୁ। ରାସ୍ତା ଯେପର୍ଯ୍ୟନ୍ତ କ୍ଲୋଜ୍ ନ କରିଛୁ ଆମେ ଗାଡ଼ି ଖୋଲିନୁ ସେ ପର୍ଯ୍ୟନ୍ତ। ଆଜ୍ଞା ସେ କିଛି ପଇସା ମାଗୁଥିଲେ କି? ପଇସା ଜଗନ୍ନାଥ ମନ୍ଦିର ପାଇଁ ଚାନ୍ଦା ତ ସମସ୍ତେ ସିଏ ବି ମାଗିଥିଲା 50,000 ଟଙ୍କା ଚାନ୍ଦା ନେବ ବୋଲି ଦେବ ବୋଲି ବି ମାଗିଥିଲା। ଆମେ ବି ତାଙ୍କୁ କହିଥିଲୁ ଚାନ୍ଦା ଆମେ ଦମ ବୋଲି ତା ଘରେ ବସିକି କହିକି ଆସିଥିଲୁ ଯେ ଆମେ ତୁମ ଚାନ୍ଦା ଦମ ବୋଲି ଦୁଇଟା ଘାଟ ଶାଳା ଘାଟ ଆମ ଘାଟ ମ୍ୟୁଚୁଆଲରେ ଯୋଉଠି ଯାହା ଚାନ୍ଦା ପଡ଼େ ଆମେ ବି ଦଉ ଅନୁଷ୍ଠାନକୁ ସବୁ ଦଉ। କିନ୍ତୁ ତାଙ୍କୁ ଦେଇନଥିଲେ ବୋଲି ଏଭଳି କାର୍ଯ୍ୟ କରୁଛନ୍ତି କି? ହେଇପାରିଥାଏ ସମୟ ଥିଲା ଆମେ ବି ମେଡ଼ିକାଲ ଆମକୁ ଫୋନ୍ କରିଥିଲେ ତାଙ୍କ ରେକର୍ଡ଼ିଂ ଅଛି ବି ଆମ କତିରେ ପଇସା ଆମେ କହିଥିଲେ ଆସ ଆମ ବସିକି ଡିଲ୍ କର। ସେ ଗାଡ଼ି ଇଲିଗାଲ ଥିଲା, ଇଲିଗାଲ ନଥିଲା, ପେପରରେ ଗାଡ଼ି ଆସିଥିଲା। ଯଦି ପେପରରେ ଆସିଥିଲା ସେମାନଙ୍କର ସାହସ କିଏ ଦେଲା? ଏତେ ସାହସ କିଏ ଦଉଛି ତାଙ୍କୁ? ଲୋକାଲ ଜାଗା ଯେତେବେଳେ ସେ ଯାହା ଚାହିଁବେ ତାହା କରିଯିବେ। ବୟ ଗାଡ଼ି ଟିକେ ଧମକ ସେ ବାହାରୁ ଗାଡ଼ି ଆସୁଛନ୍ତି କାହା ସହିତ କ'ଣ କହିପାରିବେ? ସେମାନଙ୍କୁ ଧମକା ଚମକା କରିବ ଯାତ୍ରା କରିଛନ୍ତି ଆଉ କିଛି ମିଡ଼ିଆ ବାଲାକୁ ଡାକିକି ଆଉ। ସେ ଯୋଉ ପଇସା ଯୋଉ ମାଗିଥିଲେ ଆପଣ ଦେଇଥିଲେ ନା ଦେଇନଥିଲେ? ମାନେ ଠାକୁର ଅନୁଷ୍ଠାନକୁ ଦେବି ବୋଲି ମୁଁ କହିଥିଲି ଦେଇନି ଏପର୍ଯ୍ୟନ୍ତ ଦେଇଥାନ୍ତି ତାଙ୍କୁ କଥା ହେଇଥିଲା। ଠାକୁର ଅନୁଷ୍ଠାନ ଆମେ ସବୁ ଅନୁଷ୍ଠାନ ଦେଉଛୁ ତମ ଅନୁଷ୍ଠାନକୁ ବି ଦେବୁ ଆମେ କଥା ଦେଇଥିଲୁ। ଆପଣମାନେ ଦେଖୁଥିଲେ କିଭଳି ଭାବରେ ବାର୍ତ୍ତା ରଖୁଥିଲେ। ପ୍ରକୃତରେ ବାଲି ଘାଟ କାହାର ଆଉ ବାଲି କୋଉଠିକି ଯାଉଛି ତା ନ ଜାଣି ତାଙ୍କୁ ତାଙ୍କ ନାଁ ବଦନାମ କରାଯାଉଥିଲା।